जय हिंद। आपण समस्त जानिथिबे भारत वर्षरे हमर जो स्वाधीनता मिलिला ସେଥିରେ ସୁଭାଷ ଚନ୍ଦ୍ର ବୋଷଙ୍କର पूरा अवदान ଅଛି। ମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗୁ ହିଁ ଆମେ ସ୍ୱାଧୀନତା ପାଇଥିଲେ, ନା କି ଅନ୍ୟ କୋଉ ମାନେ ରିଜନ ଯୋଗୁ। କାରଣ ଯେତେବେଳେ ଆମର ଆଇଏନଏ ହେଇଥିଲା, ଇଣ୍ଡିଆନ ନ୍ୟାସନାଲ ଆର୍ମି ହେଇଥିଲା। ଇଣ୍ଡିଆନ ନ୍ୟାସନାଲ ଆର୍ମି ଯେତେବେଳେ ଭାରତରେ ଦିଲ୍ଲୀ ଉପରେ ଯୋଉ ଇଂରେଜ ମାନେ ଥିଲେ ସେଇ ଟାଇମରେ ଆକ୍ରମଣ କରୁଥିଲେ, ସେ ସମୟରେ ସେମାନେ ଅଂଗ୍ରେଜ ମାନେ ତାଙ୍କୁ କ୍ୟାପଚର କରିଦେଇଥିଲେ। ଆଉ ଆଇଏନଏ କଣ ହେଲା, ଆଇଏନଏ ର ଟ୍ରାଏଲ ହେଇଥିଲା ଦିଲ୍ଲୀରେ। ଯୋଉ ଟ୍ରାଏଲ ଯୋଗୁ ଆଇଏନଏ ର ଟ୍ରାଏଲ ହେଲା, ତାପରେ ଇଣ୍ଡିଆନ ଆର୍ମିରେ ହିଁ ରିଭୋଲ୍ଟ ହେଇଗଲା। ଯେତେବେଳେ ଇଣ୍ଡିଆନ ଆର୍ମିରେ ହିଁ ରିଭୋଲ୍ଟ ହେଲା, ତାପରେ ଯୋଉ ଅ ଆମର ସୈନିକ ମାନେ ଇଂରେଜ ମାନଙ୍କ ପାଇଁ କାମ କରୁଥିଲେ, ସେମାନେ ଇଂରେଜ ମାନଙ୍କୁ ହିଁ ଓଲଟା ତାଙ୍କ ଆଡୁ ହିଁ ବନ୍ଧୁକ ଲଗେଇଦେଲେ, ଯୋଉଥିରେ କି ଆର୍ମିରେ ହିଁ ରିଭୋଲ୍ଟ ହେଲା। ଆଉ ଅଂଗ୍ରେଜ ମାନେ ଏହା ଦେଖି ବହୁତ ଡରିଗଲେ। ତାପରେ ସେମାନେ ଡିସାଇଡ କଲେ ଯେ ଭାରତ ଛାଡିକି ପଳେଇବେ। ଆର ପ୍ରମାଣ କୋଉଠୁ ମିଳୁଛି ନା, ଯେତେବେଳେ ଆମର ଲାଷ୍ଟ ଭାଇସରୟ ଥିଲେ, ଏଟଲି ଥିଲେ, ସେ ଭାରତ ବର୍ଷକୁ ଆସିଥିଲେ। ଆଉ ଆମର ବଙ୍ଗାଲର ସେ ସମୟର ଯିଏକି ଚିଫ ଜଷ୍ଟିସ ଥିଲେ ବୋଧେ ହାଇକୋର୍ଟ ର, ସେ ଯେତେବେଳେ ପଚାରିଲେ ନା କଣ କୋଉ ଯୋଗୁ ଭାରତ ସ୍ଵାଧୀନ ହେଇଥିଲା, ମହାତ୍ମା ଗାନ୍ଧୀଙ୍କର କଣ ଅବଦାନ ଥିଲା, ସେ କହିଥିଲେ ମିନିମମ। ମାନେ ମହାତ୍ମା ଗାନ୍ଧୀଙ୍କର ଯୋଉ ଭାରତ ଫ୍ରିଡମ ଷ୍ଟ୍ରଗଲ ତାଙ୍କର ବହୁତ କମ ଥିଲା। ଆଉ କାହା ଯୋଗୁ ନ ହେଇଥିଲା ନା, ସେ ଗୋଟେ ଲୋକ ହିଁ ନାଁ କହିଥିଲେ, ଯିଏକି ସୁଭାଷ ଚନ୍ଦ୍ର ବୋଷ। ତ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗୁ ହିଁ ଆମେ ଭାରତରେ ସ୍ଵାଧୀନତା ପାଇଥିଲେ। ଆଉ ସେଇଟା 100% ବି ସତ କଥା। କାହିଁକି, ଯେହେତୁ ଆମେ ଯେତେ ଦିନ ପର୍ଯ୍ୟନ୍ତ ଆମର ୱିଥାଉଟ୍ ଆର୍ମିରେ ଆର୍ମି ରିଭୋଲ୍ଟ ହେଇନି, ସେ ସମୟ ପର୍ଯ୍ୟନ୍ତ ଆମେ କେବେ ବି ସ୍ଵାଧୀନତା ପାଇନଥାନ୍ତେ। 1857 କ୍ରାନ୍ତି ମଧ୍ୟ ସିପାହୀ ବିଦ୍ରୋହ ଯୋଗୁ ହିଁ ହେଇଥିଲା। ତ ଖାଲି ଅହିଂସାରେ କେବେ ବି ଆମକୁ ଆଜାଦି ମିଳିନଥାନ୍ତା। ଆମେ 50 ବର୍ଷ 50 ବର୍ଷ ଗୁଡାଏ ବର୍ଷ ପଳେଇଥାନ୍ତା, ଆମେ ଆଜି ପର୍ଯ୍ୟନ୍ତ ସ୍ୱାଧୀନ ହେଇପାରିନଥାନ୍ତେ। ତ ସେଥିପାଇଁ ଆମେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଧନ୍ୟବାଦ ଦେବା। ତାଙ୍କ ଯୋଗୁ ହିଁ ଆମେ ଆଜି ସ୍ୱାଧୀନ ପାଇଲେ। ଜୟ ହିନ୍ଦ, ବନ୍ଦେ ମାତରମ୍।